ଷ୍ଟୁଳରେ ଅବସ୍ଥାନ କରି ତାଙ୍କର ଅମୃତ ବାଣୀ ପରିବେଷଣ କରୁଛନ୍ତି ଆମମାନଙ୍କ ଉଦ୍ଦେଶ୍ୟରେ। ସବୁବେଳେ ଭାଇ କହନ୍ତି, ଆମର ସନ୍ତୋଷ ଭାଇ ବର୍ତ୍ତମାନ ଆମର ମାନବର ସଭାପତି ମହୋଦୟ, ଠାକୁରଙ୍କର ସ୍ଥୂଳ ବିଦ୍ୟମାନତା ଏବଂ ତାଙ୍କ ବାଣୀ ଉପରେ ବିଶ୍ୱାସ ସେ ଅଛନ୍ତି, ବର୍ତ୍ତମାନ ବି ଅଛନ୍ତି, ସବୁବେଳେ ଅଛନ୍ତି, କାଳ କାଳ ପାଇଁ ଅଛନ୍ତି। ଆମର ହାତ ଧରିଛନ୍ତି, ଆମକୁ ତାଙ୍କର ଚଲାପଥରେ ଚଲେଇ ନେଉଛନ୍ତି ହାତ ଧରିକି। ଏବଂ ଏହି ବିଶ୍ୱାସକୁ ଯେତେ ଆମେ ଦୃଢ଼ କରିବା, ଅନୁଭବ ଏବଂ ଉପଲବ୍ଧି ସେହି ହିସାବରେ ଆମମାନଙ୍କର ଆସିବ। ଠାକୁରଙ୍କର ଅପାର କରୁଣାରୁ ତାଙ୍କର ପ୍ରାଣପ୍ରିୟ ଅନୁଷ୍ଠାନ ସମ୍ମିଳନୀ କ୍ଷେତ୍ରରେ ଆମମାନେ ତାଙ୍କର କୃପା ପ୍ରାପ୍ତ ହୋଇ ଆକର୍ଷିତ ହୋଇ ତାଙ୍କର ଶ୍ରୀଚରଣରେ ସମସ୍ତେ ପହଞ୍ଚି ପାରିଛନ୍ତି। ସେଥିପାଇଁ ତାଙ୍କର ଶ୍ରୀଚରଣରେ କୋଟି ପ୍ରଣତି ଜ୍ଞାପନ କରି କୃତଜ୍ଞତା ଜ୍ଞାପନ କରିବା। ପ୍ରଭୁ, ଆପଣଙ୍କର ଡୋରି ଲାଗିଛି, ଆପଣ ଡୋରି ଲଗେଇକି ନେଇ ଆସିଛନ୍ତି। ଏବଂ ଗୋଟିଏ କଥା ମୋର ମନେ ପଡ଼େ, ମୋର ନିଜ ଲୋକମାନେ ନିଶ୍ଚିତ ଭାବରେ କାହାକୁ ଡାକିବା ପାଇଁ ପଡ଼ିବ ନାହିଁ, ଆସିକି ପହଞ୍ଚିବେ, ଅପେକ୍ଷା କର, ଖାଲି ଦୀପଟି ଜାଳି ରଖ, ମୋର ଲୋକ ଆସିବେ, ମୋର ଦଲାଲ ସାଜି କାହାକୁ ଡାକିବା ପାଇଁ ପଡ଼ିବ ନାହିଁ। ଏଇ ଥିଲା ତାଙ୍କର ଆହ୍ୱାନ ଏବଂ ଆଜି ତାହା ସତ୍ୟରେ ପରିଣତ ହେଇଛି। ମୁଷ୍ଟିମେୟ କେତେଜଣଙ୍କୁ ନେଇକି ଯେତେବେଳେ ନୀଳାଚଳ ସାରସ୍ୱତ ପ୍ରତିଷ୍ଠା କରାଯାଇଥିଲା, ସେଇ 1934 ମସିହା ଅଗଷ୍ଟ 24 ତାରିଖ ଦିନ ପୁଣ୍ୟ ଶ୍ରୀକ୍ଷେତ୍ର ଧାମରେ ନିଜେ ସ୍ୱୟଂ ଉପସ୍ଥିତ ଥାଇ ନିଜେ ଯେଉଁ ପ୍ରେରଣା ଲାଭ କରିଥିଲେ, ତାଙ୍କ ଅନ୍ତର ଭିତରେ ଯାହା ଆସିଥିଲା, ତାଙ୍କର ଏଇ ନୀଳାଚଳ ସାରସ୍ୱତ ସ୍ୱହସ୍ତରେ ପ୍ରତିଷ୍ଠା କରିଦେଇ ଯାଇଥିଲେ। ଆମର ଉତ୍କଳବାସୀମାନଙ୍କ ପାଇଁ ବିଶେଷତଃ ଏହା ତାଙ୍କର ଅମୂଲ୍ୟ ବରଦାନ ଥିଲା। ଆଜି ଏହି ଉତ୍କଳରୁ ଆମର ଭାଇମାନେ, ଆମର ମାଆମାନେ, ଆମର ପିଲାମାନେ ପ୍ରବାସୀ କ୍ଷେତ୍ରରେ ପହଞ୍ଚିଛନ୍ତି, ବିଦେଶରେ ବି ଅଛନ୍ତି, କିନ୍ତୁ ତାଙ୍କ ଚେର ଏଇଠୁ ଏଇ ଉତ୍କଳବାସୀ ହିସାବରେ ପ୍ରଥମ ଆରମ୍ଭ ଏବଂ ତାହା ତାଙ୍କର ଅମୂଲ୍ୟ ବରଦାନ ଥିଲା। ଏବଂ ଆଜି ଯେତେବେଳେ ଠାକୁରଙ୍କର ବାଣୀ ଏଠି ପାଠ କରାଗଲା ସଂଘ ପ୍ରତିଷ୍ଠା ସମ୍ପର୍କରେ, ଯେତେବେଳେ ଯେଉଁ ସମୟରେ ଗୁରୁଭାର ଗ୍ରହଣ କରିକି ଠାକୁର ଅବତୀର୍ଣ୍ଣ ହେଇଥିଲେ, ସେତିକିବେଳେ ଦେଶର ଅବସ୍ଥା ଥିଲା କ'ଣ? ସାମାଜିକ କ୍ଷେତ୍ରରେ, ଅର୍ଥନୈତିକ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ, ପରିବାର ମଧ୍ୟରେ ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥା। କାରଣ ଆମେମାନେ ଇଂରେଜ ସରକାରଙ୍କର ଶାସନାଧୀନ ହେଇ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ଆମର ସେଇ ପୁରାତନ ଧାରା ସଂସ୍କୃତିକୁ ସମ୍ପୂର୍ଣ୍ଣ ସେମାନେ ନଷ୍ଟଭ୍ରଷ୍ଟ କରିଦେଇଥିଲେ। ଏବଂ ଆମେ ଯେଉଁ ଅବସ୍ଥାରେ ଥିଲେ, ଠାକୁର ସେତିକି ବେଳେ ପହଞ୍ଚିଲେ ଗୁରୁଭାର ନେଇକି। ଏବଂ ବିଷମ କାଳ ଉପସ୍ଥିତ, ଠାକୁର ମନ ଭିତରେ ଆସିଲା, ଋଷି ଯୁଗର ପୁନଃ ପ୍ରବର୍ତ୍ତନ ବା ପୁନଃ ପ୍ରତିଷ୍ଠା ନ କଲେ, କାରଣ ସେ କାଳରେ ସନାତନ ଧର୍ମ ଅନୁଯାୟୀ ଜୀବନ ଗଠନ କରିବା ଫଳରେ ପରିବାରରେ ଶାନ୍ତି ଥିଲା, ସମାଜରେ ଶାନ୍ତି ଥିଲା, ଦେଶରେ ଶାନ୍ତି ଥିଲା, ସର୍ବତ୍ର ଠିକ୍ ବୁଝାମଣା ଥିଲା, ଶାନ୍ତି ଆନନ୍ଦରେ ସମସ୍ତେ ବିଭୋର ହେଇକି ଥିଲେ, ପରସ୍ପର ପ୍ରତିଯୋଗିତା ନଥିଲା, ସହଯୋଗିତା ଥିଲା। ତେଣୁ ପ୍ରଥମ କଥା ସେ ମନ ଭିତରେ ଆସିଥିଲା ଯେ ପ୍ରଥମେ ପୁନଃ ପ୍ରତିଷ୍ଠା କରିବା ପାଇଁ ଋଷି ଯୁଗର ପୁନଃ ପ୍ରବର୍ତ୍ତନ ତାଙ୍କର ଆହ୍ୱାନ ଥିଲା ଆମମାନଙ୍କ ପାଇଁ। ସେଥିପାଇଁ ସେ ତାଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସନାତନ ଧର୍ମର ପ୍ରଚାର, ସତ୍ଶିକ୍ଷାର ବିସ୍ତାର, ଶିବ ଜ୍ଞାନରେ ଜୀବ ସେବା ଏବଂ ମାଧ୍ୟମ ସ୍ୱରୂପ ଆମକୁ କହିଲେ ଆଦର୍ଶ ଗୃହ ଜୀବନ ଯାପନ, ସଂଘ ଶକ୍ତିର ପ୍ରତିଷ୍ଠା ଏବଂ ପରସ୍ପର ମଧ୍ୟରେ ସହୃଦୟତା, ପ୍ରେମ ଭାବ ସୃଷ୍ଟି କରିବା ପାଇଁ, ନିବିଡ଼ ଭାବରେ ଆକର୍ଷିତ ହେବା ପାଇଁ, ଭଲ ପାଇବା ପାଇଁ ଭାବ ବିନିମୟ ମାଧ୍ୟମରେ ନିଜ ନିଜ ଭିତରେ ସେହି ସହୃଦୟତା ଆସିବ। ତେଣୁ ସେଥିପାଇଁ ସେଇଦିନ ସେ କହିଥିଲେ, ଅଗଷ୍ଟ ମାସ 1934 ମସିହା ଅଗଷ୍ଟ 24 ତାରିଖ ଏକ ସ୍ମରଣୀୟ ଦିନ ଆମମାନଙ୍କ ପାଇଁ। ସ୍ୱହସ୍ତରେ ସେ ପ୍ରତିଷ୍ଠା କରିଥିଲେ ନୀଳାଚଳ ସାରସ୍ୱତ ସଂଘ। କାଲି ସାରା ଦିନ ପର୍ଯ୍ୟାୟକ୍ରମେ ବହୁ ଭାଇମାନଙ୍କ ଦ୍ୱାରା ଆଦର୍ଶ ଗୃହ ଜୀବନ ସମ୍ପର୍କରେ ବହୁ ଆଲୋଚନା ହେଇଯାଇଛି। ସେ ସମ୍ପର୍କରେ ଆଜି ଆଲୋଚନା କରିବାର ଆବଶ୍ୟକତା ନାହିଁ। ଯାଅ ସମସ୍ତଙ୍କ ଘରେ ମୋର ଆସନ ରଖ, ସେଇଠୁ ଆରମ୍ଭ କରିଥିଲେ ସେ। କିନ୍ତୁ ବର୍ତ୍ତମାନ ଦ୍ୱିତୀୟ କଥାଟି ହେଉଛି ସଂଘ ଶକ୍ତିର ପ୍ରତିଷ୍ଠା। ବ୍ୟାସଙ୍କର ସେଇ ପବିତ୍ର ବାଣୀ, ମହାନ ବାଣୀ, ସଂଘ ଶକ୍ତି କଳଉ ଯୁଗେ, ସବୁ ଯୁଗରେ ଗୋଟିଏ ଶକ୍ତିର ପ୍ରାବଲ୍ୟ, କଳି ଯୁଗରେ ସଂଘ ଶକ୍ତିର ପ୍ରାବଲ୍ୟକୁ
ଅନୁଭବ କରିକି ଆଉ ସଂଘ ଗଠନ କର ମୋତେ ପାଇବ, ସଂଘ ହିଁ ମୋର ସ୍ୱରୂପ, ସଂଘରେ ମୁଁ ନିତ୍ୟ ବର୍ତ୍ତମାନ। ତେଣୁ ସଂଘ ତାଙ୍କର ସ୍ୱରୂପ, ସଂଘରେ ସେ ନିତ୍ୟ ବର୍ତ୍ତମାନ। ଯାଅ ସଂଘ ଗଠନ କର ମୋତେ ପାଇବ। এই যে মহান বাণীକୁ ଆମେ ହୃଦୟରେ ଧରି ରଖିବା ଦରକାର। ଏବଂ ସେ ତାପରେ ଆଲୋଚନା କ୍ରମରେ ଆମେମାନେ ପଢ଼ିଛନ୍ତି ତାଙ୍କର ସେ ମହାନ ଉପଦେଶ ଗ୍ରନ୍ଥ ମଧ୍ୟରୁ ଅମୃତ ବାଣୀ ଯେଉଁଥିରେ ସଂକଳନ କରାଯାଇଛି, ତାହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅମୂଲ୍ୟ ଗ୍ରନ୍ଥ ନିଗମ ଉପଦେଶ। ସେ କହିଛନ୍ତି ସତ ପ୍ରୟୋଜନତାକୁ ଉପେକ୍ଷା କରି ସଂଘରେ ଅବଶ୍ୟ ଯୋଗଦାନ କରିବା ତମ ନିଷ୍ଠାର ପ୍ରମାଣ ଦିଏ। ତେଣୁ ଭାବି ଦେଖିବା, ସମୀକ୍ଷା କରି ସତ ପ୍ରୟୋଜନତାକୁ ଉପେକ୍ଷା କରି ସଂଘରେ ନିଶ୍ଚୟ ଯୋଗ ଦେବା ପାଇଁ ତାଙ୍କର ଆହ୍ୱାନ ଥିଲା। ଆଜି ହେଇଛି କ'ଣ? ଆମେ ଆତ୍ମସମୀକ୍ଷା କରିକି ଦେଖିବା। ସଂଘ ତ ଅନେକ ସୃଷ୍ଟି ହେଇଯାଇଛି, ବହୁତ ସଂଘ ହେଇଗଲାଣି, କିନ୍ତୁ ତାଙ୍କର ଯେଉଁ ମୌଳିକ ଚିନ୍ତାଧାରା ଥିଲା, ଯେଉଁ ଉଦ୍ଦେଶ୍ୟରେ ସେ ସଂଘ ଗଠନ କରିଥିଲେ, ଯେଉଁଥିପାଇଁ ଆମକୁ ଏକତ୍ରିତ କରିଥିଲେ, ଆମେ ବର୍ତ୍ତମାନ କେତେ ଦୂର ସେଥିରେ ବ୍ରତୀ ହେଇପାରିଛନ୍ତି? ଠାକୁରଙ୍କର ବାଣୀକୁ ଅବଲମ୍ବନ କରିକି ଆମେ ପ୍ରତ୍ୟେକ କଥା ଆଲୋଚନା କରିବା। ନିଜସ୍ୱ କହିବାର କିଛି ନାହିଁ। ଠାକୁର ସମସ୍ତ କଥା ସ୍ପଷ୍ଟ ଭାବରେ ସବୁ କ୍ଷେତ୍ରରେ ସବୁ ସମସ୍ୟାର ସମାଧାନ ଦେଇ କହିସାରିଛନ୍ତି। ଯେତେବେଳେ ସେ ଏକଥା କହିଛନ୍ତି, ସେତେବେଳେ କହିଛନ୍ତି ଯେ ତମେମାନେ ନିଶ୍ଚିତ ଭାବରେ ସିଏ ଅପେକ୍ଷା କରୁଛନ୍ତି ଆମେ ସଂଘରେ ଯୋଗ ଦେବା, ନିଶ୍ଚିତ ଯୋଗ ଦେବା। 6 ଦିନ କାଳ ଆମେ ଘରେ ରହିଲେ, ଗୃହରେ ଯାହା ସକାଳ ସନ୍ଧ୍ୟାବେଳେ ପୂଜା ଉପାସନା ବନ୍ଦନା ପ୍ରାର୍ଥନା ଯାହା ତାଙ୍କର ଆଦେଶ ପାଳନ କଲେ, ଆତ୍ମଗଠନ କରିବା ପାଇଁ ଯତ୍ନଶୀଳ ହେଲେ, ସ୍ୱାଧ୍ୟାୟ କଲେ, ସ୍ଥିରାସନ କଲେ, ଦିନଲିପିରେ ଲିଖିତ ସମସ୍ତ କାର୍ଯ୍ୟାବଳୀ ସମ୍ପାଦନ କଲେ, ନିଜକୁ ଗଠନ କରିବା ପାଇଁ, ଯୋଗ୍ୟତା ଅର୍ଜନ କରିବା ପାଇଁ, ଶୁଦ୍ଧ ଆଧାରରେ ପରିଣତ ହେବା ପାଇଁ ଏବଂ ଯୋଗ୍ୟତା ଅର୍ଜନ ନ କଲେ ତାଙ୍କର କୃପାବାରୀ ଅଯାଚିତ ଭାବରେ ସେତେବେଳେ ଅଜାଡ଼ି ଦେବେ। ଆମେ ଧାରଣ କରିବାର ଶକ୍ତି ଆମର ନଥିବ, ପଡ଼ିକି ନଷ୍ଟ ହେଇଯିବ ତଳେ। ଆମେ ଧାରଣ କରିବାର ଶକ୍ତି ଗ୍ରହଣ କରିବା ପାଇଁ ପ୍ରକୃତରେ ଗୃହାସନରେ 6 ଦିନ ଯାକ ଦିନଲିପି ଅନୁରୂପ ଦିନଚର୍ଯ୍ୟା ପ୍ରସ୍ତୁତ କରି ବ୍ରାହ୍ମମୁହୂର୍ତ୍ତ ଶଯ୍ୟା ତ୍ୟାଗଠୁ ଆରମ୍ଭ କରି ବିଳମ୍ବିତ ରାତ୍ରିରେ ଶଯ୍ୟା ଗ୍ରହଣ କରିବା ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଦିଆଯାଇଛି। ଏଇଟା ଆଜିର କଥା ନୁହଁ, ବର୍ତ୍ତମାନର ପରିଚାଳନା ମଣ୍ଡଳୀ କରିନାହାନ୍ତି, ଏହା ସେଇଦିନ ସେ ନିଜେ ସ୍ୱହସ୍ତରେ କରିଥିଲେ। ଦିନଲିପିର ପ୍ରବର୍ତ୍ତନ ସେ କରିଯାଇଛନ୍ତି। କିନ୍ତୁ ଦେଖନ୍ତୁ, ଅତି ଦୁଃଖ ଏବଂ ପରିତାପର ବିଷୟ, ଆମେ କେତେ ଦୂରକୁ ଯାଇଛନ୍ତି ତାଙ୍କର ବାଣୀ, ତାଙ୍କର କଥାକୁ ଗ୍ରହଣ କରିବା ପରିବର୍ତ୍ତେ। ସେ କହିଥିଲେ ନା, ମୋର ଅନେକ ଉପଦେଶ ମଧ୍ୟରୁ ଗୋଟିକୁ ବେଦ ପାଣି ତୁଲ୍ୟ ମନେ କରି ନିଜ ଜୀବନରେ ସଫଳ ରୂପାୟନ କରିବା ପାଇଁ ଯେ ଚେଷ୍ଟା କରେ ସେ ମୋର ଅନ୍ତରଙ୍ଗ। ଆମେ କ'ଣ ତାଙ୍କର ଅନ୍ତରଙ୍ଗ ହେବା ନାହିଁ? ଆମେ ତାଙ୍କର ପ୍ରିୟପାତ୍ର ହେବା ନାହିଁ? ଆମେ ତାଙ୍କ ମନ କେବେ ହେଲେ ବିଷର୍ଣ୍ଣ ଦେଖିବା କି? ସେ ଖୁସି ହେବେ, ସେ ପ୍ରସନ୍ନ ହେବେ ତାଙ୍କର ବୋଲ ମାନିକି ଚଳିଲେ। ଯେଉଁ ମହାନ ଆଶା ନେଇକି ଆମକୁ ଏକତ୍ରିତ କରିଥିଲେ, ସମବେତ କରିଥିଲେ, ସଂଘଟିଏ ଗଠନ କରିଦେଇ ଯାଇଥିଲେ, ଦେଶର ପ୍ରତ୍ୟେକ ଜାଗାରେ ଅଣୁକୋଣ ପରଣ୍ଡରେ ଆମର ସଂଘମାନ ଅଛି। ସଂଘର ଅବସ୍ଥା ଆଜି କ'ଣ ହେଇଛି ଆପଣମାନେ ନିଜେ ବିଚାର କରନ୍ତୁ, ଆପଣ ନିଜେ ହୃଦଗମ କରନ୍ତୁ, ଚିନ୍ତା କରନ୍ତୁ। ଆମର ଅବଦାନ ସେଠି କ'ଣ ରହିଲା? କ'ଣ ପାଇଁ ସେ ଆମକୁ ଏକାଠି କରିଥିଲେ? ସଂଘରେ ଯୋଗଦାନ ଏ ହେଉଛି ଆମ ପାଇଁ ତାଙ୍କର ଆଦେଶ, ସେ ହିଁ ହେଉଛି ସାଧନା ଏବଂ ତପସ୍ୟା। କାରଣ ଠାକୁର ତାଙ୍କ ବାଣୀରେ କହିଛନ୍ତି, ଏ କଳିକାଳର ମାନବ ତୁମାନେ ସ୍ୱଳ୍ପାୟୁ, ଭଗ୍ନ ସ୍ୱାସ୍ଥ୍ୟ, ଚଞ୍ଚଳ ମନ, ଦୁର୍ବଳ ହୃଦୟ, ଜଞ୍ଜାଳପୂର୍ଣ୍ଣ ସଂସାରରେ ଯାଉଛ, ଘାତ ପ୍ରତିଘାତ ମଧ୍ୟରେ ପ୍ରତିକୂଳ ଅବସ୍ଥାରେ ଗତି କରୁଛ, ତମେ ସାଧନ ତପସ୍ୟା କିଛି କରିପାରିବ ନାହିଁ। ଦୁଇଟି ସତ୍ୟ ଲାଭର ଦୁଇଟି ପନ୍ଥା ସେ ଯେ କହିଗଲେ, ଗୋଟିଏ ହେଲା କଠୋର ସନ୍ନ୍ୟାସ ବ୍ରତ, ଅନ୍ୟଟି ହେଲା ବ୍ରହ୍ମବିଦ୍ ଗୁରୁଙ୍କର ସେବା। କଠୋର ସନ୍ନ୍ୟାସ ବ୍ରତ କଳିକାଳରେ ଅସମ୍ଭବ ବୋଲି ସେ ନିଜେ କହିଗଲେ, ଆମକୁ ସେଠୁ ଦୂରେଇ ରଖିଲେ, ଆମେ ସେଥିରେ ଯିବା ନାହିଁ। ସେ ଧରା ଦେଲେ ନିଜେ, ତାଙ୍କ ଆସିକି ପହଞ୍ଚିଗଲେ ସମସ୍ତଙ୍କ ଘରେ। ତାଙ୍କର ଉଦାର ହୃଦୟ, ପ୍ରଶସ୍ତ ହୃଦୟ, ଆମ ପାଇଁ କେତେ ବ୍ୟାକୁଳ, ଆମକୁ ସେ କେତେ ଭଲ ପାଆନ୍ତି। ସମସ୍ତଙ୍କ ଘରେ ତାଙ୍କର ଆସନ ରଖିବା ପାଇଁ ଯେଉଁ ପ୍ରଥମ କଥାଟି କହିଲେ, ଆମେ କେଉଁଠିକି ଦୌଡ଼ିକି ଯିବା ପାଇଁ ପଡ଼ିବ ନାହିଁ। ସମସ୍ତଙ୍କ ଘରେ ତାଙ୍କର ଆସନ ଅର୍ଥ ସ୍ଥୂଳରେ ସେ କର୍ତ୍ତା ଜ୍ଞାନରେ ଆମର ମୁରବୀ ଅଛନ୍ତି। ପ୍ରତ୍ୟେକ କଥା ତାଙ୍କୁ ଜଣେଇବା, ସମସ୍ତ କାର୍ଯ୍ୟ ତାଙ୍କର ଆଶୀର୍ବାଦ ନେଇକି କରିବା, ତାଙ୍କର ଅନୁମତି ନେଇକି କରିବା, ତାଙ୍କଠୁ ଶକ୍ତି ଗ୍ରହଣ କରିକି କରିବା, ନିର୍ଭୟ ହେଇଯିବା। ନିର୍ଭର କଲେ ନିର୍ଭୟ ହବ ବୋଲି ସେ ଆହ୍ୱାନ ଦେଇଛନ୍ତି।
तेणु आमे मानक से जो कथा कही जो बाटर नवाई कही आमे ताको मानुचंती केते दूर से कही मते टिके सुख पाई मोर प्रिय कर्म करी जो साधन संपद तुम लाभ कर सत तपस्या ताहा पाई परिबो नहीं तमे तो तपस्या करि परिबो नहीं बोली मु कहूची तो आमे करि परिबा नहीं से कहउचंती मु मोर आश्रित प्रियजन मानक पई साधन समुद्र मंथन करी अमृत नहीं आसी साधन तपस्या मु शेष कर सारी फलस्वरूप जहाँ मु प्राप्त होती तमान भीतर मु वितरण करदेवी समस्त भीतर वितरण करदेवी स्वतंत्र साधन तपस्यार मार्ग से देले नहीं खाली मत टे सुख पाई मत भल पाई मोर प्रिय कर्म करी तांकर प्रिय कर्म संघ संघ तांकर स्वरूप संघर नित्य वर्तमान संघर से अच्छी आमको आह्वान करिसंती आमे संघरे पहुँचवा पहुँचुचंती तो निजे निजे को प्रश्न करवा मु संघर प्रति संघरे पहुँचुचे कि द्वितीय कथा है सारी सांगे सांगे संघ रे योगदान जो कथाटी पड़ी वर्तमान ठाकुर जो आह्वान देइछंती अनेक आमे माने मन को बुझाई दियंती केते बळे आसी संघरे मुह मारी 10-15 मिनिट रही पळै गले संघर योगदान हो गला ना ता नुहे संघरे योगदान अर्थ कोटिके दौड़िकी जीवाई पड़ो ना समस्त घरे तांकर आसन अर्थ स्थूल से कर्ता ज्ञान रे मुरबी आमर मुरबी अच्छी प्रत्येक कथा तांको जनइबा समस्त कार्य तांकर आशीर्वाद नहीं कि करवा तांकर अनुमति नहीं कि करवा तांको शक्ति ग्रहण करके करवा निर्भय हो जावा निर्भर कले निर्भय हव बोली से आह्वान देइचंती तेणु आमे मानक से जो कथा कही जो बाटर नवाई कही आमे ताको मानुचंती केते दूर से कही मते टिके सुख पाई मोर प्रिय कर्म करी जो साधन संपद तुम लाभ कर सत तपस्या ताहा पाई परिबो नहीं तमे तो तपस्या करि परिबो नहीं बोली मु कहूची तो आमे करि परिबा नहीं से कहउचंती मु मोर आश्रित प्रियजन मानक पई साधन समुद्र मंथन करी अमृत नहीं आसी साधन तपस्या मु शेष कर सारी फलस्वरूप जहाँ मु प्राप्त होती तमान भीतर मु वितरण करदेवी समस्त भीतर वितरण करदेवी स्वतंत्र साधन तपस्यार मार्ग से देले नहीं खाली मत टे सुख पाई मत भल पाई मोर प्रिय कर्म करी तांकर प्रिय कर्म संघ संघ तांकर स्वरूप संघर नित्य वर्तमान संघर से अच्छी आमको आह्वान करिसंती आमे संघरे पहुँचवा पहुँचुचंती तो निजे निजे को प्रश्न करवा मु संघर प्रति संघरे पहुँचुचे कि द्वितीय कथा है सारी सांगे सांगे संघ रे योगदान जो कथाटी पड़ी वर्तमान ठाकुर जो आह्वान देइछंती अनेक आमे माने मन को बुझाई दियंती केते बळे आसी संघरे मुह मारी 10-15 मिनिट रही पळै गले संघर योगदान हो गला ना ता नुहे संघरे योगदान अर्थ प्रतीक्षा पूर्वर पहुँचवा परदा खोला हवा पूर्वर पहुँचवा एवं संघरे जोगदबा परदा खोला परे आमे जो दर्शन करवा प्रणाम करवा तांकर से मनोहर मूर्ति को दर्शन करके विभोर हवा एवं से कृपा अमृत दृष्टि समस्त पड़ो एवं तांकर अमृत दृष्टि सम्मुख में आम यदि क्षणिक रही पार समस्त रिष्ठ खंडन हम अभिष्ट पूरण हम तेणु आमे माने से सुजोग को केबे हाथ छड़ा करवा ना जिते बड़े आसी से पलि गले हम ना आसवा जिते प्रतीक्षा पूर्वर जीवा सभा शेष संघ सरीबा परे मात्र 7 घंटा समय 5टारू 12टा 7 दिन आम घरे रहिले निज काम कले मात्र 7 घंटा जी न दे पारिबा जे आम संपूर्ण दायित्व नहीं आम सब कर सारी आमको देवे बोली कहते तथापि आम हतभागा तांकर कथा को बुझी पारु नाहंती सेतिर अवहेला करि चली आज पवित्र दिन में मोर समस्त पाखे विनम्र निवेदन रहिबो ठाकुर पाखे प्रार्थना करवा संकल्प करवा प्रतिज्ञाबद्ध हवा संघरे जोग दबा संघरे निश्चय जोग दबा 7 घंटा आसवा 5टा पूर्वर पहुँचवा 12टा पर जावा कौन सी काम रखा ना मझे चली जावा ना आसन खोला थिला बेले चुपचाप बसवा जमती से कहते स्वयं से अच्छी से कहते मु अच्छी यही ज्ञान तुम मैंने आचरण कर व्यवहार कर एवं संघ शक्ति प्राबल्य आम अनुभव कर यहाँ ठीक भाव में मानी पार तेणु ये अवहेला केवे करवा ना आज भली पवित्र दिन में तांकर सहस्थ प्रतिष्ठित संघरे आम गोटे क्षुद्र कणिका सदृश सौभाग्य लाभ कर कृपारू तार
ସଦୁପଯୋଗ କରିବା ଏବଂ ନିଶ୍ଚିତ ଭାବରେ ତାଙ୍କର ଯେ ମହାନ କାର୍ଯ୍ୟରେ ବ୍ରତୀ ହେଇ ତାଙ୍କର ମନୋମତ ସେବକ ସେବିକା ହେଇ ତାଙ୍କୁ କୂଟବାଳି ଆକର୍ଷଣ କରିବା ପାଇଁ କେମିତି ସମର୍ଥ ହେବା ଆଜି ଏହି ପବିତ୍ର ଦିନରେ ତାଙ୍କର ଶ୍ରୀଚରଣରେ ପ୍ରାର୍ଥନା ଜଣାଇକି ପ୍ରଣାମ ଜଣାଇକି ଆଜି ଆମେ ସଂକଳ୍ପ କରିବା ସଂଘରେ ଯୋଗଦାନ ଆମର ଅବଶ୍ୟ କର୍ତ୍ତବ୍ୟ ଯାହାକି ଥିଲା ତାଙ୍କର ଆହ୍ୱାନ। ଜୟ ଗୁରୁ। ହ୍ୟାଲୋ ଓ ଭାଇ ସଙ୍ଗୀତ ବିଭାଗ, ଆପଣଙ୍କର ଯଦି ଗାଇବାକୁ ଇଚ୍ଛା ନାହିଁ, ବହୁତ ଗାୟକ ଗାୟିକା ଅଛନ୍ତି। ସଂଘରେ ଯୋଗଦାନ ଅର୍ଥ କେବଳ ଜଡ଼ ରୂପରେ ଯୋଗଦାନ ନୁହେଁ, ଠାକୁରଙ୍କୁ ଭଲ ପାଇ ଲକ୍ଷ୍ୟ ସ୍ଥିର କରି ଯୋଗଦାନ କରିବା। କେବଳ ଜଡ଼ ଭାବରେ କର୍ତ୍ତବ୍ୟ ଦୃଷ୍ଟିରୁ ବାପା କରୁଥିଲେ ମୁଁ ବାଧ୍ୟ ହେଇ କରୁଛି, ମୋର ଇଚ୍ଛା ନାହିଁ, ଆଗ୍ରହ ନାହିଁ, ଏଠି ସମୟ ନଷ୍ଟ, ଏଭଳି ଚିନ୍ତାଧାରା ଆଣିବା ନାହିଁ। ଆଗ୍ରହ ଉତ୍ସାହ ସହକାରେ ଯୋଗଦାନ କରିବା, ଠାକୁରଙ୍କର ଉଦ୍ଦେଶ୍ୟକୁ ସଫଳ କରିବା, ଏହା ହିଁ ଆମ ଜୀବନର ବ୍ରତ ହେବ। ଭାଇ ଗାଆନ୍ତୁ। ଟିକି